इडे लेजर लाइट रे बड़ी बनी नहीं सूर्य होती मानव सभ्यतार आदि जगतर प्रतीक लोकवेदरे वर्णित अछि सूर्यकर भाई होती अग्नि एवं वायु एवं ये जगतर रचना
ସେ ରଥରେ ବସି ଆସନ୍ତି। ରଥ ହେଉଛି ଏହି ବ୍ରହ୍ମାଣ୍ଡର ପ୍ରତୀକ, ଆଉ ତାଙ୍କ ଚକ ହେଉଛି ସମୟ, ଯାହାକୁ ଗତିର ପ୍ରତୀକ କୁହାଯାଏ। ତାଙ୍କ ରଥରେ ଯୋଚା ଯାଇଛି 7ଟି ଘୋଡ଼ା, ସପ୍ତ କିରଣ। ତାଙ୍କ ଚକର 12ଟି ରେଖା 12 ମାସ ପୃଥିବୀ। ଏହାର ଚଳନରେ ପାଣିପାଗ ବଦଳିଥାଏ। ସୂର୍ଯ୍ୟଙ୍କର 720 ପୁଅ ଅଛନ୍ତି, ଦିନ ଆଉ ରାତିର ଯୋଡ଼ି। ସୂର୍ଯ୍ୟ ପ୍ରତୀକ ହେଉଛନ୍ତି ଗତି, ଜୀବନ, ତେଣୁ ସେ ହେଉଛନ୍ତି ଆରାଧ୍ୟ। ପ୍ରାଚୀନ ସଭ୍ୟତା ସ୍ୱୟଂ ନିଜକୁ ତାଙ୍କର ଅଂଶ ବୋଲି ମାନି ଆସିଛି। ମାଦଳା ପାଞ୍ଚ ଅନୁସାରେ ନବମ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ମହାରାଜ ପୁରନ୍ଦର କେଶରୀ ସୂର୍ଯ୍ୟଙ୍କର ପରମ ଉପାସକ। ସେ କୋଣାର୍କରେ ପ୍ରଥମ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାର କେଶରୀ ସାମ୍ରାଜ୍ୟ ଦକ୍ଷିଣର ଗଙ୍ଗ ସାମ୍ରାଜ୍ୟର ଅଧୀନକୁ ଆସିଥିଲା। ଏହି ସାମ୍ରାଜ୍ୟର ମହାରାଜ ଅନଙ୍ଗ ଭୀମ ଦ୍ୱିତୀୟ ଜଗନ୍ନାଥ ମନ୍ଦିରର ନିର୍ମାଣ କାମ ପୂରା କରିଥିଲେ, ଯାହାର ଆରମ୍ଭ ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବ କରିଥିଲେ। କୁହାଯାଏ ଯେ ଅନଙ୍ଗ ଭୀମ ଦ୍ୱିତୀୟ ନିଃସନ୍ତାନ ଥିଲେ। ପୁତ୍ର ପ୍ରାପ୍ତି ପାଇଁ ସେ ଏହି ମନ୍ଦିରରେ ସୂର୍ଯ୍ୟଙ୍କର ଉପାସନା କରିଥିଲେ, ଯାହାର ନିର୍ମାଣ କେଶରୀ ବଂଶର ମହାରାଜ ପୁରନ୍ଦର କେଶରୀ କରିଥିଲେ। ଉପାସନା ସଫଳ ହେଲା ଏବଂ ନରସିଂହ ଦେବ ପ୍ରଥମଙ୍କର ଜନ୍ମ ହେଲା। ନରସିଂହ ଦେବଙ୍କ ଶାସନ 1238ରୁ 1264 ପର୍ଯ୍ୟନ୍ତ ଏବଂ ତାଙ୍କ ନିକଟରେ ପିତା ଅନଙ୍ଗ ଭୀମଙ୍କ ସମସ୍ତ ଗୁଣ ରହିଲେ। ନରସିଂହ ଦେବଙ୍କ ପିତା ଅନଙ୍ଗ ଭୀମ ଦେବ 1211ରୁ 1232 ଯାଏଁ ଓଡ଼ିଶାରେ ଶାସନ କଲେ। ଏହି ସମୟ ଓଡ଼ିଶାର ଉତ୍ତରୋତ୍ପାଦନ ସମୟ, ସୁବର୍ଣ୍ଣ ଯୁଗ। ଏହା ସେହି ସମୟ ଥିଲା ଯେତେବେଳେ ମୁସଲମାନ ଶାସକ ତୀବ୍ର ଗତିରେ ନିଜ ସାମ୍ରାଜ୍ୟର ବିସ୍ତାର କରୁଥିଲେ। କାଶ୍ମୀର ଏବଂ ଓଡ଼ିଶାକୁ ବାଦ ଦେଇ ଦେଶର ଅଧିକାଂଶ ଭାଗ ମୁସଲମାନ ଶାସକଙ୍କ ଅଧୀନକୁ ଆସି ସାରିଥିଲା। ମୁସଲମାନଙ୍କ ବଢ଼ୁଥିବା ଶକ୍ତି ଏବଂ ସାମ୍ରାଜ୍ୟ ବିସ୍ତାର ନରସିଂହ ଦେବଙ୍କ ପାଇଁ ପରୀକ୍ଷାର ସମୟ। ଓଡ଼ିଶାର ସ୍ୱତନ୍ତ୍ରତା ଏବଂ ସାର୍ବଭୌମତାର ପ୍ରଶ୍ନ ଥିଲା। ନରସିଂହ ଦେବ ପ୍ରଜାମାନଙ୍କ ଶକ୍ତି ଉପରେ ଆସ୍ଥା ରଖିଥିଲେ। ସେ ଓଡ଼ିଶାର ଏକତା ଏବଂ ଅଖଣ୍ଡତାର ବୋଝ ନିଜ ହାତକୁ ନେଇ ଓଡ଼ିଶାକୁ ରକ୍ଷା କରିବାରେ ଲାଗି ପଡ଼ିଲେ। ମାଳବ ଦେଶର ରାଜକୁମାରୀ ଥିଲେ ସୀତା, ସୁନ୍ଦରୀ, ସୁଶୀଳା ଏବଂ ସର୍ବଗୁଣ ସମ୍ପନ୍ନ। ମାଳବ ଦେଶ ସେତେବେଳେ ମୁସଲମାନମାନଙ୍କ ଅଧୀନରେ ଥିଲା। ସେହି ପ୍ରଦେଶର ରାଜକୁମାରୀ ସୀତା ଦେବୀଙ୍କ ସହିତ ନରସିଂହ ଦେବଙ୍କ ବିବାହ ସମ୍ପନ୍ନ ହେଲା। ସୀତା ଦେବୀ ରାଜରାଣୀ ରାଜ୍ୟର ସୀମାରେ ଉତ୍କଳକୁ ରାଜ୍ୟ କରିବାକୁ ଚାହୁଁଛି, କିନ୍ତୁ ଉତ୍କଳ କାହାକୁ ଆଶ୍ରୟ ନୁହେଁ। ଗଙ୍ଗ ସାମ୍ରାଜ୍ୟର ରକ୍ଷା ପାଇଁ ପ୍ରାଣ ଆହୁତି ଦେବାକୁ ପଡ଼ିଲେ ମଧ୍ୟ ଚାଲିନି। ଉତ୍କଳ ଉପରେ ଆକ୍ରମଣ ପାଇଁ ବାହାନା କରୁଛି। ଯମନମାନଙ୍କୁ ସବୁ ଦିଗ ପାଇଁ ପଛକୁ ହଟାଇବାକୁ ପଡ଼ିବ। ଏଥର ଉତ୍କଳର ବୀର ଆତ୍ମରକ୍ଷା ପାଇଁ ଯୁଦ୍ଧ କରିବେ। ଏଥର ଆମେ ଆକ୍ରମଣ କରିବୁ। ଉତ୍କଳର ବୀର ପାଇଁ ପ୍ରାର୍ଥନା କରାଇ ଉତ୍କଳର ବୀର ପାଇଁ ପ୍ରାର୍ଥନା। ଯାହାଙ୍କର ନାମ ନରସିଂହ ଦେବ, ଆଜି ହେଉଛନ୍ତି ଜଗନ୍ନାଥଙ୍କର ସେବକ। ତାଙ୍କର କେବେ ପରାଜୟ ହୋଇ ନପାରେ। ଯାହାନ୍ତି ମହାରାଜ, ବିଜୟର ପଥ ଆପଣଙ୍କୁ ଅପେକ୍ଷା କରିଛି। ଭୟଙ୍କର ଯୁଦ୍ଧ ହେଲା, କଣାକଟା ହେଲା, ରକ୍ତ ନଦୀ ଭଳିଆ।
सब आगे दुकान खान को हमारे जाने से दुकान खान को सनापति हमारी कुछ लागरी रुपये वाला ओडिशा बहुत देश और अधिक अवसर में बहुत रहे मंदर समारोह से आगमन को काले ओडिशा को संपूर्ण भावरे ये अवमान कर रहे हैं लखनऊ विजय उत्सव में उल्लास नहीं किया ಇದು ನರಸಿಂಹದೇವರ ಮನ ವಿಚಲಿತ ವಸಂತ ನರಸಿಂಹದೇವರ ಅಸ್ಥಿರತಾ ତାଙ୍କ ପତ୍ନୀ ସୀତାଦେବୀଙ୍କୁ ବିଚଳିତ କରିଥିଲା। ବିଜୟର ମାଳା ଗଳାରେ ଧାରଣ କରିଥିବା ମହାରାଜ ଏବେର ପ୍ରଦେଶ ପୂର୍ବ ଅପେକ୍ଷା ଅଧିକ ଶାନ୍ତ ଅଛି। ଆପଣଙ୍କ ଦେଶ ଆପଣଙ୍କ ଆଗରେ ଚାଲିଛି ତାପରେ ଆପଣ ଚିନ୍ତିତ ସୂର୍ଯ୍ୟଙ୍କ ପରି ଦୀପ୍ତିମାନ ମୁଖ କାହିଁକି ମଉଳି ଯାଇଛି ମହାରାଜ? ଦେବୀ ଉଦ୍ଦିଷ୍ଟ ରହିଛି ମାତୃଭୂମିକୁ ରକ୍ଷା କରିବା ପାଇଁ ତାର ସ୍ୱାଧୀନତାକୁ ବଜାୟ ରଖିବା ପାଇଁ କିନ୍ତୁ ମନ ଅଶାନ୍ତ ରହିଛି ଯୁଦ୍ଧ ଲଢ଼ିବା ଓ ରାଷ୍ଟ୍ରକୁ ସୁରକ୍ଷିତ ରଖିବା କ'ଣ କେବଳ ଏହା ହିଁ ରାଜଧର୍ମ? ଯୁଦ୍ଧ ଲଢ଼ି ଭୂମିକୁ ତ ସୁରକ୍ଷିତ ରଖାଯାଇପାରେ କିନ୍ତୁ ତାର ପରିଚୟ ତାର ପରମ୍ପରା तार संस्कृति को सुरक्षित रखा जाए संस्कृति रक्षा को राजधन यहाँ व्यक्ति यहाँ सीमा यहाँ भूखंडर अर्थ कौन देवी? महाराज केसरी वंशर राजा पुरंदर गोटे छोटिया सूर्य मंदिर निर्माण करथिले। आपणकर पूर्वज मध्य सेहिठारे पूजा अर्चना करथिले। कोणार्कर ସେହି ସୂର୍ଯ୍ୟ ମନ୍ଦିରରେ ଆପଣଙ୍କ ମାତା ମଧ୍ୟ ପୁତ୍ର ପ୍ରାପ୍ତି ପାଇଁ ଉପାସନା କରିଥିଲେ। ଆପଣ ଜନ୍ମ ନେଇଥିଲେ। ଆଜି ସେହି ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ମହାରାଜ। ଆପଣଙ୍କ ମାତା ସେଠାରେ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ କାମନା କରିଥିଲେ। ଆପଣ ତାଙ୍କ ମନୋକାମନା ପୂରଣ କରନ୍ତୁ ମହାରାଜ। ଏହିପରି କଳା ସଂସ୍କୃତି ଉପରେ ଆପଣଙ୍କ ଚିନ୍ତାଧାରାର ଆରମ୍ଭ ଏହିଠାରୁ ହେଇପାରେ। यहाँ दुर्गता आउटपुट नहीं पाए वो शीघ्र निर्माण कार्य आरंभ करने पड़े निर्माण योजना उपरे कार्यानुष्ठान आरंभ मंत्री एवं शिल्पी मान सहित विचार विमर्श आरंभ ओडिशार वास्तुकला मंदिर निर्माण में सिद्धहस्त सप्तम शताब्दी ठारू ए पर्यंत ओडिशार शिल्पी उत्कृष्ट मंदिर निर्माण कर ओडिशार विभिन्न प्रांतरू कारीगर मानक डकरा मंत्री सेवी शांतरा महापात्र को योजना कार्यभार प्रदान कर सीमारे पुनर्वाद आरंभ हो सुल्तान इल्तुतमिश इख्तियारुद्दीन मुजबिर को गौड़ प्रदेश शासक पूर्वी पटे कोणार्क मंदिर निर्माण काम चलुला अन्य पटे सीमारे युद्ध नरसिंहदेव बांकुड़ा एवं पुरी अंचल जीति कोणार्कर सूर्य मंदिर नरसिंहदेव विजय प्रतीक रही कारीगर उत्साहित रही पड़ी निर्जीव पत्थर मध्य जीवन भरी दिया श्रेणी हातुड़ी चोटरे निस्तब्ध कोणार्क जीवित रही कोणार्कर प्रति अनुरे इतिहास प्रत्येक शिला निजर कहानी बदलुवार जना पड़े यह सत मिछ क्या जना नहीं किंतु किंवदंती निश्चय रही कथा कहानी आदि रही है ये शेष रही है यही कथा कहानी यह निश्चय जना पड़ी यही कथा रही कृष्ण एवं पुत्र शांबुଙ୍କ ସହିତ ବାବୁର ଯୁଗର କଥା ଶ୍ରୀକୃଷ୍ଣଙ୍କ ଅସୁର ପାଟରାଣୀଙ୍କ ମଧ୍ୟରୁ ଜାମ୍ବାବତୀଙ୍କ ଗର୍ଭରୁ ଜନ୍ମ ନେଲେ ଶାମ୍ବ ଶାମ୍ବର ଅବାଧ
ନିଜର ରୂପ ଗୁଣରେ ତାଙ୍କର ଗର୍ବ ମଧ୍ୟ ଥିଲା। ଦିନେ ବ୍ରହ୍ମର୍ଷି ନାରଦ ପଦାର୍ପଣ ନିଜ ରୂପର ଅହଙ୍କାରରେ ସାପ ତାଙ୍କୁ ଅପମାନିତ କଲେ। ନାରଦ କୃଷ୍ଣଙ୍କୁ ଏହା କହିଦେଲେ ଯେ ତାଙ୍କ ପୁତ୍ର ସାପ ଗୋପାଳମାନଙ୍କ ସହିତ ପ୍ରଣୟ କ୍ରୀଡ଼ାରେ ଲୀନ ଅଛି। ପୁରୁଷ କୃଷ୍ଣ ସାମ୍ବକୁ ଖୋଜିବାକୁ ବାହାରିଲେ। ତେବେ ନାରଦ ସାମ୍ବକୁ କହିଲେ, ପୁତ୍ର ତୁମ ପିତା ରୈବତକ ପର୍ବତରେ ତୁମକୁ ଅପେକ୍ଷା କରିଛନ୍ତି। ପିତା ଅପେକ୍ଷା କରିଥିବା ଜାଣି ସାମ୍ବ ତୀବ୍ର ଗତିରେ ରୈବତକ ପର୍ବତ ଆଡ଼କୁ ଗଲା। ସେଠାରେ ଗୋପୀମାନେ କୌଶଳରେ ଜଳକ୍ରୀଡ଼ା କଲେ। ସାମ୍ବକୁ ଦେଖି ସେମାନଙ୍କୁ ଲାଗିଲା ସାକ୍ଷାତ ଶ୍ରୀକୃଷ୍ଣ ଆସିଲେ। ସାମ୍ବଙ୍କ ମଧ୍ୟରେ କୃଷ୍ଣଙ୍କ ପ୍ରତିଚ୍ଛାୟା ଦେଖି ବୁଦ୍ଧି ବିବେକ ହରାଇ ଗୋପୀମାନେ ସାମ୍ବଙ୍କୁ ଆଲିଙ୍ଗନ କରିଲେ। ଠିକ୍ ସେତିକିବେଳେ ସେଠାରେ ପହଞ୍ଚିଗଲେ କୃଷ୍ଣ। ସାମ୍ବଙ୍କୁ ଗୋପୀମାନଙ୍କ ଆଲିଙ୍ଗନରେ ଦେଖି କ୍ରୋଧିତ ହେଲେ। अरे राघव प्रेम तू महापापी तू तोते अभिशाप देउछे जेउपर अहंकारले तू पुरी रहिछु से रूप नष्ट होइ जा तो रूपमान अंग नष्ट होइ जा विवेक अवसर साम्बको कौशल नारदको अपमान विषय जेତେବେଳେ ସେ ଜାଣିଲେ ନାରଦ ଏବଂ ଲଳିତ ହୋଇ ତାର ଅଭିଶାପ ମୁକ୍ତିର ଉପାୟ ତୁମେ ଭାରତର ପୂର୍ବତଳରେ ଥିବା ମୈତ୍ରୀମାନଙ୍କୁ ଯାଇ ସୂର୍ଯ୍ୟଙ୍କର ଉପାସନା କର। ତାଙ୍କରି କୃପାରୁ ତୁମେ ରୋଗମୁକ୍ତ ହୋଇପାରିବ। ନାରାୟଣ ନାରାୟଣ। ସାମ୍ବ ଚନ୍ଦ୍ରଲେଖା ନଦୀ କୂଳରେ ମୈତ୍ରେୟ ଭ୍ରମଣକୁ ଯାଏ ସୂର୍ଯ୍ୟ ଉପାସନାରେ ଲୀନ ହେଲେ। ତାଙ୍କର କଠୋର ସାଧନାରେ ପ୍ରସନ୍ନ ହୋଇ ସୂର୍ଯ୍ୟଦେବ ତାଙ୍କୁ ରୋଗମୁକ୍ତ କରାଇଲେ। ରୋଗମୁକ୍ତ ସାମ୍ବ ଚନ୍ଦ୍ରଲେଖା ନଦୀରେ ଡୁବ ପକାଇଲେ। ତାଙ୍କୁ ସେ ଭକ୍ତରେ ନିର୍ମିତ ସୂର୍ଯ୍ୟଦେବଙ୍କର ମୂର୍ତ୍ତି ମିଳିଲା। ସେ ମନ୍ଦିର ନିର୍ମାଣ କଲେ ଏବଂ ସେଠାରେ ତାଙ୍କର ସ୍ଥାପନା କଲେ। ସାମ୍ବଙ୍କର ସେହି ସାଧନା ପୀଠ ଆଜି କୋଣାର୍କ ମଠ ନାମରେ ପରିଚିତ। ଆଉ ଆଜି ମଧ୍ୟ ଦେଶର ବିଭିନ୍ନ ଭାଗରୁ କୁଷ୍ଠରୋଗୀ ରୋଗମୁକ୍ତିର କାମନା କରି ଏଠାକୁ ଆସିଥାଏ। ଏ କଥା ହେଉଛି ସାମ୍ବ ପୁରାଣ। ପୌରାଣିକ କାହାଣୀ ଓଡ଼ିଶାର ଜନମାନସର କାହାଣୀ। ଏହା ସହିତ ଇତିହାସ କୌଣସି ସମ୍ପର୍କ ନାହିଁ। ପୁରୀଠାରୁ 19 ମାଇଲ ଉତ୍ତର ପୂର୍ବରେ ଥିବା ଅଦ୍ଭୁତ ଜଗନ୍ନାଥଙ୍କ ପୁଷ୍କରିଣୀକୁ ବୁଲି ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଧନବଲ୍ଲଭ ହରିଚନ୍ଦନ ଆୟବ୍ୟୟର ହିସାବ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବର୍ଷ ବର୍ଷ କାରିଗରମାନଙ୍କୁ ଦରକାର। ଦୂର ଦୂରାନ୍ତର ଆୟରୁ ଅଦ୍ଭୁତ ଚିତ୍ର ଆଙ୍କଡ଼ା ଶିଳ୍ପ ଏବଂ ସାମଗ୍ରୀ ବିଭିନ୍ନ ପ୍ରକାର ଏବଂ ନିରବର ଗାଁରେ ବନାଗଲା ନବଗ୍ରହ ପାଇଁ ଶିଳା ଶିଳା 642 ମନ୍ଦିରର ଉପର କଳସ ସ୍ଥାପନ ପାଇଁ 56,000 ମହଲର 25 ଉଚ୍ଚା ଶିଳାଖଣ୍ଡ ଜଳମାନଙ୍କ ଦ୍ୱାରା ବନାଗଲା 100 ମାଇଲରୁ ଅଧିକ। କେବଳ ଏହା ବନାଗଲା ନାହିଁ, 200 ଫୁଟ ଉଚ୍ଚା ମନ୍ଦିର ଶିଖରକୁ ଚଢ଼ାଉ କଲେ। ଶିଳ୍ପୀମାନଙ୍କର ଅଦ୍ଭୁତ କୌଶଳ ଏବଂ ଏକାଗ୍ର ଆଶ୍ଚର୍ଯ୍ୟ କଳାରେ ବହୁ ଭାରତ ଚାରିବାକୁ ଲଗାଗଲା ନିର୍ମାଣ। ଆଗକୁ ଗୁଣାଗଲା ପାଇଁ ସମୟ ଧାର୍ଯ୍ୟ କରାଗଲା। नलिया नलिया जो कर देनी से खराब कर ये କୋଣାର୍କ ମନ୍ଦିରର ଯୋଜନା ଏବଂ ନିର୍ମାଣ ପ୍ରାଚୀନ ବାସ୍ତୁଶାସ୍ତ୍ର ଶିଳ୍ପ ଶୈଳୀର ଆଧାରରେ କରାଯାଇଥିଲା।
ଏହାର ନିର୍ମାଣ ଯୋଜନାକୁ ଦେଖିଲେ ପ୍ରାୟ ସେହିପରି ଲାଗେ ଯେମିତି ଭୁବନେଶ୍ୱରର ଜଗେଶ୍ୱର ମନ୍ଦିରରେ ରହିଛି। ମୂଳତଃ ଦୁଇଟି ଭାଗରେ ବିଭକ୍ତ ରହିଛି। ପ୍ରଥମ ବିମାନ, ଦ୍ୱିତୀୟ ହେଲା ଜଗତ। ବିମାନ ପ୍ରାୟ 4 କୋଣାର୍କ ଏହିପରି ଭାବରେ ନିର୍ମିତ। କେନ୍ଦ୍ରୀୟ ମନ୍ଦିର ରତ୍ନ ଭିତରେ ନିର୍ମିତ। ସୂର୍ଯ୍ୟଙ୍କର ସାଥୀ କୋଣାର୍କର ସାହାଯ୍ୟକର ବିମାନ ଏବଂ ଜଗତ ଉଭୟ ଗୋଟିଏ ଅଂଶରେ ସଂଯୋଗ ଭାବରେ ତିଆରି ହୋଇ ରଥର ଭ୍ରମଣ ସୃଷ୍ଟି। ସୂର୍ଯ୍ୟଙ୍କ ଆୟୁରେ 40 ବର୍ଷ ଏବଂ 7 ଦିନର ମନ୍ଦିର 7 ଦିଗୁଣା ରଥ ଟାଣୁଥିବା ବେଳେ ପୂର୍ବ ପଟକୁ ବିଶେଷ ଭାବରେ ନିର୍ମିତ ହୋଇଛି। ମୁଖଶାଳା ଏବଂ ନାଟ୍ୟ ମନ୍ଦିରର ପଛରେ ମୁଖ୍ୟ ମନ୍ଦିରର ଦକ୍ଷିଣକୁ ସୂର୍ଯ୍ୟ ଶକ୍ତି ଛାୟାଦେବୀଙ୍କ ମନ୍ଦିର। ଦକ୍ଷିଣ ପୂର୍ବରେ କିଛି ଦୂର ଭୋଗ ନିର୍ମାଣ ପାଇଁ ରୋଷେଇ ଘର ରହିଛି। ସାମ୍ନାରେ ଉଭୟ ପଟରେ ଅନ୍ୟ ଛୋଟ ଛୋଟ ମନ୍ଦିର ନିର୍ମାଣ କରାଯାଇଛି। କେନ୍ଦ୍ରୀୟ ମନ୍ଦିର ଏବଂ ଅନ୍ୟ ମନ୍ଦିରକୁ ଘେରି ନିର୍ମାଣ ହୋଇଛି ପ୍ରାଚୀର। ମୁଖଶାଳାର ପୂର୍ବ, ଦକ୍ଷିଣ ଏବଂ ଉତ୍ତର 3ଟି ଦ୍ୱାର ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦ୍ୱାରର ସିଂହର ମଧ୍ୟରେ ପଡ଼େ ମଙ୍ଗଳ କାରିଗର ଭିତରେ ନିର୍ମିତ ଖଣ୍ଡ ରହିଛି। ପୂର୍ବ ପଟରେ ରହିଛି ସିଂହଦ୍ୱାର, ଦକ୍ଷିଣରେ ଅଶ୍ୱଦ୍ୱାର ଏବଂ ଉତ୍ତରରେ ଧ୍ୱଜଦ୍ୱାର। ସୂର୍ଯ୍ୟଙ୍କ ପ୍ରକାଶରେ ସେ ଜାତି, ଧର୍ମ, ସମ୍ପ୍ରଦାୟ ଏବଂ ଦେଶ ମଧ୍ୟରେ ପ୍ରଭେଦ କରି କୋଣାର୍କର ସୂର୍ଯ୍ୟ ମନ୍ଦିର ସର୍ବଧର୍ମର ପିତା। ସମସ୍ତେ ଏକ, ଏହା ହିଁ କୋଣାର୍କର ସନ୍ଦେଶ। କୋଣାର୍କକୁ ଭଲ ଭାବରେ ଦେଖିଲେ ତାହା କେନ୍ଦ୍ର ସହ ଏକାକାର ହେଉଥିବା ଜଣାପଡ଼େ। ଯେମିତି କୌଣସି ଶକ୍ତି ତାକୁ ନିଜ ଭିତରେ ବିଲୀନ କରିବାକୁ ଚାହୁଁଛି। କୋଣାର୍କ ଶିଳ୍ପର ବିଶେଷତ୍ୱ ହେଉଛି ଏହା ଯେ ନିଜର ବିଶାଳତା ଏବଂ ଓଜନ ସତ୍ତ୍ୱେ ଉପର ଆଡ଼କୁ ଉଠି ଗତିମାନ ରହିବ। ମୋଗଲ ବାଦଶାହ ଆକବରଙ୍କ ଦରବାରରେ ଅନୁରୁଦ୍ଧ ନିଜର ପୁସ୍ତକ ଆଇନ ଆକବରରେ ଏହାକୁ ଅଦ୍ଭୁତ ଏବଂ ଓଡ଼ିଶାର ବାସ୍ତୁକଳାର ଚରମ ନିଦର୍ଶନ ବୋଲି ଲେଖିଛନ୍ତି। ସେ ଲେଖିଛନ୍ତି ଏହା ଏକ ଉଜ୍ଜ୍ୱଳ ଦିଗ, କିନ୍ତୁ ଅଫସୋସ ଯେ ଏଭଳି ଅଦ୍ଭୁତ ସଂଗ୍ରହ ଏହା ପରେ ଓଡ଼ିଶାର ସ୍ଥାପତ୍ୟରେ କୋଉଠି କେବେ ଦେଖାଯାଇନି। ଓଡ଼ିଶାର ମନ୍ଦିର ଭବ୍ୟ ସାଜସଜ୍ଜାରେ ପ୍ରକୃତି ଉପରେ କମଳର ଆକୃତି ପ୍ରାୟ ପ୍ରତ୍ୟେକ ମନ୍ଦିର ଦେଖିବାକୁ ମିଳେ। କମଳ ଗୋଟିଏ ପଟେ ସୂର୍ଯ୍ୟକୁ ଇଙ୍ଗିତ କରୁଥିବା ବେଳେ ଅନ୍ୟ ପଟେ ଏହା ହେଉଛି ପ୍ରତୀକ, ପ୍ରଜ୍ଞାର, ଜ୍ଞାନର ଏବଂ ପରମ ବୌଦ୍ଧିକତା। ପତ୍ର ଏବଂ ଢାଳରେ କରାଯାଇଥିବା ସାଜସଜ୍ଜା ପ୍ରାୟ ସବୁ ମନ୍ଦିରର ସାଜସଜ୍ଜାର ଅଂଶ ବିଶେଷ। ଏହି ଡାଳରୁ ବିନା ଫୁଲବାଲା ହେଲେ ସାଧା ଡାଳ, ଫୁଲବାଲା ହେଲେ ଗେଣ୍ଡୁ ଡାଳ, ପକ୍ଷୀ ବସିଥିଲେ ହଂସ ଡାଳ ବୋଲି କୁହାଯାଏ। କୋଣାର୍କର ଚକ ଏବଂ ଚକ୍ରକୁ ସଜାଇବାରେ ମଧ୍ୟ ଏହାର ପ୍ରୟୋଗ ଦେଖିବାକୁ ମିଳିଥାଏ। ଓଡ଼ିଶାର ମନ୍ଦିରର କବାଟରେ ମଧ୍ୟ ଅତ୍ୟନ୍ତ ସୁନ୍ଦର ନକ୍ସା କରାଯାଇଥିବାର ଦେଖିବାକୁ ମିଳିଥାଏ। କୋଣାର୍କ ମନ୍ଦିରର ପ୍ରବେଶ ଦ୍ୱାରରେ ଯେଉଁ ଚିତ୍ରପଟ ଖୋଜାଯାଇଛି ସେଥିରେ ମାନବର ଆକୃତି ଭିନ୍ନ ଭିନ୍ନ ଭାବଭଙ୍ଗୀରେ ଦ୍ୱାରର ଦୁଇ ପଟେ ଲତାର ସାହାରା ନେଇ ଝୁଲୁଥିବାର ପ୍ରଦର୍ଶନ କରାଯାଇଛି। ଏହା ସହିତ ଅନେକ ଦ୍ୱାରର ଉପର ପଟେ ମନୁଷ୍ୟ ଆକୃତିର ଲତା ଡାଳକୁ ଖୋଜାଯାଇଥାଏ। କୋଣାର୍କ ମନ୍ଦିରର ପ୍ରବେଶ ଦ୍ୱାର ଦୁଇଟି ବିଶେଷ ଆକୃତିକୁ ପ୍ରଦାନ କରାଯାଇଛି। ତାହା ହେଉଛି ନାଗ ନାଗୁଣୀର ମିଳନର ଆକୃତି, ଯାହାକୁ ଅହିବନ୍ଧ ବା ନାଗବନ୍ଧ ବୋଲି କୁହାଯାଏ। ଓଡ଼ିଶାର ମନ୍ଦିରର ଏହି ସାଜସଜ୍ଜା କେବଳ କ୍ଷିତିଜ କିମ୍ବା ଲମ୍ବଗତ ଆକାରର ନୁହେଁ, ବରଂ ଗୋଲାକାର ପୃଷ୍ଠଭୂମି ଉପରେ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ। ଯେପରିକି କୋଣାର୍କର ଚକ୍ର ଏବଂ କୋରର ଧୂଆ। କୋଣାର୍କ ସୂର୍ଯ୍ୟ ମନ୍ଦିର ହେବା ସହିତ ବିଜୟର ପ୍ରତୀକ। କୋଣାର୍କର ଭାସ୍କର୍ଯ୍ୟରେ ଗୋଟିଏ ପଟେ
ଗୋଟେ ଯୁଦ୍ଧର ଦୃଶ୍ୟ ଥିଲାବେଳେ ଅନ୍ୟ ଗୋଟେ ଶକ୍ତିରେ ଭରପୁର ଘୋଡ଼ା ଏବଂ ହାତୀ ମଧ୍ୟ ରହିଛି। ଗର୍ଜନ କରୁଥିବା ସିଂହ ହାତୀକୁ ନିଜ ପଞ୍ଝା ମଧ୍ୟରେ ନେଇଥିବାର ଦେଖାଯାଏ। ବିଭିନ୍ନ ସ୍ଥାନରେ ରାଜାଙ୍କର ଆକୃତି ଖୋଦିତ ହୋଇଛି। ଏପରିକି ମନ୍ଦିରର ଗର୍ଭଗୃହରେ ରାଜାଙ୍କୁ ପ୍ରାଣିପାତ ମୁଦ୍ରାରେ ସୂର୍ଯ୍ୟଦେବଙ୍କ ହାତରୁ ହାର ପିନ୍ଧୁଥିବାର ପ୍ରଦର୍ଶନ କରାଯାଇଛି। ଓଡ଼ିଶାର ମନ୍ଦିର ବାସ୍ତୁକଳାର ଅନ୍ତିମ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର, ଯେଉଁଠି ପରମ୍ପରା ସହିତ କଳାର ନୂଆ ଦୃଷ୍ଟିଭଙ୍ଗୀର ସଙ୍ଗମ ସ୍ପଷ୍ଟ ପରିଦୃଶ୍ୟ। ବାସ୍ତୁକଳାର ପରମ୍ପରାଗତ ବିଷୟ ଏବଂ ବିବଳ ଅନ୍ୟତର ନୂଆ ବିଷୟ ଏବଂ ପ୍ରତ୍ୟେକ ପରମ୍ପରାକୁ ଅଗ୍ରସର କରାଉଥିବାର ଦେଖିବାକୁ ମିଳେ। ରାଜ୍ୟର ମହାନ ଶିଳ୍ପୀ ବିଶ୍ୱନାରାୟଣଙ୍କୁ ପ୍ରଣାମ। ଜନ୍ମ ହେବା ପରେ ମୋର ମୃତ୍ୟୁ ପାଇବା ପରଠାରୁ ମୋ ଆଖି ଆପଣଙ୍କୁ ହିଁ ଖୋଲୁଛି। ଆପଣ ଶିଳ୍ପକଳା ବିଷୟରେ ଶୁଣିଛନ୍ତି, ପଥର କାଟିବା ଏବଂ ଆକାର ଦେବା ଶିଖି ଯାଇଛି। ଆପଣଙ୍କର ଆଦର୍ଶ, ଆପଣ ହିଁ ମୋର ଗୁରୁ। ପିଲାଦିନେ ବାପାଙ୍କ ହାତରେ ଯୋଡ଼ାଣ ମିଳିଗଲାନି କିନ୍ତୁ ଗୁରୁ କରି ଆଶୀର୍ବାଦ ମିଳିପାରିବ ନା ମହାରାଜ? ମୋ ମତରେ ଆଶୀର୍ବାଦର ହାତ ରଖି ଦିଅନ୍ତୁ ମହାରାଜ। ମୁଁ ସେହି ଖାଦ୍ୟହୀନ ବାଳକ ମହାରାଜ, ଯାହାକୁ ଆପଣ ଜନ୍ମ ପୂର୍ବରୁ ଅନାଥ କରି ଜନ୍ମ କାର୍ଯ୍ୟ ପାଇଁ ଚାଲି ଆସିଥିଲେ। ପିତା, ମୁଁ ଆପଣଙ୍କ ପୁତ୍ର ଧର୍ମପଦ।
Kepala Jalan Sambal ini akan dapat disuruh Rukia, Nado, Ayono, Aldo Sujo, Sujo Mungkin Channel, Unango, Mungkin Dahi, Udah masih ada, udah lolos cerita. Raja Rasul Dewa, Soyan Dewa Dewa, Mungkin ada lagi, ada selalu mundur dari, ini selalu Sujo Dewa, ini jadi sebab ini sebab tidak asli, semua sudah cakap. ತ್ರಯೋದಶನ ಶತಾಬ್ದಿಗಳ ವ್ಯವಹಾರಗಳ ನಿರ್ಮಿತ ಹಿಂದೂ ವಾಸ್ತುಕಲೆಗಳ ಈ ಅನನ್ಯ ನಮೂನ ಕಿವಿತಿ ಕಿವಿ ನಿಜರ ಚೌಕಟ್ಟಿದ ಶ್ರೇಷ್ಠರ ಇತಿಹಾಸ ಕ್ಷೇತ್ರ ದೇವರ ವರ್ಣನಿಕ ಆಳವಾದ ಅಂತಿಮ ಭಾಗಕ್ಕೆ ಕಳೆಯಿಸಿ ವರ್ಷ ಜಾಯ ಕ್ಷೇತ್ರದ ಯುವಕರ ನೀತಿಯೊಂದೇ ಸೇವಕ ಸೂಚಕ ಆರಾಧನೆ ಪರಿಣಾಮ ಸೂಚಕದ ಈ ಮುಂದಿನ ಚರಿತ್ರೆ ಅವಶ್ಯ ಇದನ್ನು ಯಾರು ಮತ್ತು ಸಾಕಿಯ ಮೇಲೆ ଆପଣ ଅଧିକାଂଶ ସମୟରେ କହିଥାନ୍ତି ଯେ ଏହାର ଦୃଶ୍ୟର କାରଣ ଅନ୍ୟ କିଛି ନୁହେଁ ବରଂ ମହାନ ନାବିକ କ୍ରିଷ୍ଟୋଫର କଲମ୍ବସର କାରସାନୀ ଥିଲା। କୁହାଯାଏ ଯେ ମୁଖସାର ଉପରେ ଏକ ବିରାଟ ଚୁମ୍ବକ ସ୍ଥାପିତ ଥିଲା ଯାହାର ଚୁମ୍ବକୀୟ କ୍ଷେତ୍ର ଏତେ ଅଧିକ ଶକ୍ତିଶାଳୀ ଥିଲା ଯେ ସୁନ୍ଦର ସମୁଦ୍ରରେ ନୌ ସଞ୍ଚାଳନରେ ବାଧା ଉପୁଜୁଥିଲା। କଲମ୍ବସଙ୍କ ପରି ମହାନ ନାବିକ ଏହାକୁ ସ୍ୱୀକାର କରିପାରିଲେ ନାହିଁ ତେଣୁ ସେ ଏହାକୁ ପୁଣି ଫିଙ୍ଗିଲେ। କୁହାଯାଏ ଯେ ଚୁମ୍ବକ ବାହାରିଯିବା ପରେ ମୁଖଶାଳା ଖଣ୍ଡ ଧରି କିନ୍ତୁ ସତ କଥା ହେଲା ଯେ କଲମ୍ବସ ପାଦ କେବେ ବି ଓଡ଼ିଶାରେ ପଡ଼ିଲା। ପ୍ରାୟ 1100 ବର୍ଷ ଯାଏ ଅନ୍ଧକାର ଏବଂ ଅଜଣା ରହିବା ପରେ 1800 ଶତାବ୍ଦୀର ମଧ୍ୟଭାଗରେ ଏହା ଉପରେ ଦୃଷ୍ଟି ପଡ଼ିଲା ମହାରାଷ୍ଟ୍ର ସାମ୍ରାଜ୍ୟର ବାବର ପୂଜାରୀ। ସେ ମହାରାଜ ବୀରକିଶୋରଙ୍କର ଅଧିକାରୀ ଶିବଙ୍କର ଷାଠିଏଙ୍କ ଗୁରୁ ଥିଲେ। ସେ ସର୍ବପ୍ରଥମେ ଏହାକୁ ପରିଷ୍କାର କଲେ ପୁଣି 1840ରେ ସ୍ୱାମୀ ଏହାକୁ ଅଧ୍ୟୟନ କଲେ ଏବଂ ଏହାର ରେଖାଚିତ୍ର ପ୍ରକାଶ କଲେ। ତାପରେ କୋଣାର୍କରେ ସୂର୍ଯ୍ୟ ମନ୍ଦିର ପୁନଃ ଅନ୍ଧକାରରୁ ଆଲୋକକୁ ଆସିଲା। ଏହାର ଅଦ୍ଭୁତ କଳା କ୍ଷତିଗ୍ରସ୍ତ ଅବସ୍ଥାରେ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଉଛି। ଆଜି ଏହା ବିଶ୍ୱର ଐତିହ୍ୟ ମଧ୍ୟରୁ ଅନ୍ୟତମ। ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଏହାର ରକ୍ଷଣାବେକ୍ଷଣରେ ଦିନରାତି କାର୍ଯ୍ୟରତ। କୋଣାର୍କର ସତ୍ୟ, ଜୀବନର ସତ୍ୟ, ଶିଳ୍ପୀର କଠୋର ସାଧନାର ସତ୍ୟ, ଉତ୍କଳୀୟ ଏବଂ ଭାରତୀୟ ସଂସ୍କୃତିର ମହାନ ସତ୍ୟ ଯିଏ ଅନେକ କଥା କିମ୍ବଦନ୍ତୀକୁ ନିଜ ମଧ୍ୟରେ ସମାହିତ କରି ରଖିଛି, ଯେଉଁଥିରେ ଆପଣମାନଙ୍କ କଥା ମଧ୍ୟ ଆପଣଙ୍କୁ ମିଳିଯିବ। ଧ୍ୟାନ ଦେଇ ଦେଖନ୍ତୁ, କାନ ଦେଇ ଶୁଣନ୍ତୁ, କୋଣାର୍କ ଆପଣଙ୍କୁ ଆପଣଙ୍କ କଥା ଶୁଣୁଛି।